हेलो एवरीवन, वेलकम टू स्कूल प्लस। आज आम यही वीडियो माध्यम एसएसटी सेवक सेविका 2025 रे जो हमर मेन एग्जाम हेतिला सही मेन एग्जाम रो जहाँ भी किसी इंग्लिश पेडागोजी एवं इंग्लिश कंटेंट पढ़िथिला सब किछि आज आम यही वीडियो माध्यम डिस्कशन करिवा एवं ता सहित हमर एही एग्जाम रो सिलेबस कोन थिला हमर इंग्लिश रो पढ़िबो इंग्लिश कंटेंट सहित पेडागोजी पढ़िबो ओडिया रो भी सेम मैथ रो सेम माने ईपीएस रो सेम माने चारटा सब्जेक्ट थिला चारटा सब्जेक्ट रो माने कंटेंट पढ़िबो एवं ता सहित पेडागोजी पढ़िबो। तो आज आम यही वीडियो माध्यम सेही एग्जाम रो केवल इंग्लिश सहित माने इंग्लिश रो कंटेंट ता सहित पेडागोजी को हम करिवा माने सब सब्जेक्ट रो 25 टा लेखा क्वेश्चन पढ़िथिला टोटल 100 टा क्वेश्चन। तो आज हम सेही 25 टा क्वेश्चन करिया जोटा कि हमर इंग्लिश सहित जड़ित एवं एई वीडियोटा आपण मानकर कोउ एग्जाम पई बहुत हेल्पफुल हबो जदि आपण माने आगामी एसएसटी जेटी देबे किंबा हमर जो 2026 रे जो बाहरिबो हमर रेगुलर जूनियर टीचर तो ता पई मध्ये बहुत हेल्पफुल हबो एवं एबे जो माने ओटीडी देबे हला 2025 रे सेमान पई मध्ये बहुत हेल्पफुल हबो एवं सीटी पीडी जो भी टीचिंग एग्जाम देउंतु ना काहे कि जदि आपण माने कोनोस भी टीचर हेबाकू चाहुचंदी तेबे एई वीडियोटा आपण मानन पई काहे ना सब टीचिंग एग्जाम रो सिलेबस सेम अछि ସେଥିପାଇଁ ଆପଣମାନେ ଭିଡିଓଟାକୁ ଫାଷ୍ଟ ରୁ ଲାଷ୍ଟ ଯାଏଁ ଦେଖିବେ ବିନା ସ୍କିପ୍ କରି ଦେଖିବେ ଏବଂ ତା ସହିତ ମୁଁ କହି ରଖିବି କି ଯଦି ଆପଣମାନେ ଭିଡିଓକୁ ଲାଇକ୍ କରିନାହାନ୍ତି ଲାଇକ୍ କରିଦେବେ ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିକି ବେଲ୍ ଆଇକନ ଉପରେ କ୍ଲିକ୍ କରିବେ ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡିଓ ମାନେ ଅପଲୋଡ କରିବି ସବୁ ମାନେ ଭିଡିଓର ନୋଟିଫିକେସନ ଆପଣମାନେ ଫାଷ୍ଟ ପାଇପାରିବେ ଏବଂ ତା ସହିତ ଆପଣମାନଙ୍କୁ ଭିଡିଓ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ ଏବଂ ଆପଣଙ୍କୁ ଆଉ କୋଉ ଟାଇପର ଭିଡିଓ ଦରକାର ମୋତେ କମେଣ୍ଟରେ ମଧ୍ୟ ଜଣାଇବେ। ଚାଲନ୍ତୁ ଆମେ ଭିଡିଓ ଷ୍ଟାର୍ଟ କରିବା। ଆମର ପ୍ରଥମ କ୍ୱେଶ୍ଚିନ ଆମର କଣ ଅଛି କହିଛି କି ତ ପ୍ରଥମ କ୍ୱେଶ୍ଚିନ ଆମର କଣ ଅଛି ପ୍ରଥମ କ୍ୱେଶ୍ଚିନ ଅଛି ଭାଷା ଶିକ୍ଷାକୁ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆନନ୍ଦଦାୟକ ଏବଂ ପ୍ରେରଣାଦାୟକ ହେବା ଉଚିତ ବୋଲି ନିମ୍ନଲିଖିତ ନୀତି ଗୁଡିକ ମଧ୍ୟରୁ କେଉଁଟି ସମର୍ଥନ କରେ। ଦେଖନ୍ତୁ ଆମେ ମାନେ ପିଲାମାନଙ୍କୁ ପଢେଇବା ତ ପିଲାମାନଙ୍କୁ ଯଦି ଭାଷା ଆମେ ପଢେଇବା ପିଲାମାନେ ଆନନ୍ଦଦାୟକ ଏବଂ ପ୍ରେରଣାଦାୟକ ଭାବରେ କେମିତି ଆମେ ପଢେଇବେ କେମିତି ସେମାନେ ପଢିବେ ସେଟା ଆମର ଦାୟିତ୍ୱ। ତ କେମିତି ପଢେଇବା ନା ହଉଛି ଦେଖନ୍ତୁ ଅପସନ ଅଛି ସମସ୍ତଙ୍କ ପାଇଁ ସମାନ ଶିକ୍ଷାନୀତି କରିବା ହବନି। ଦେଖନ୍ତୁ ସବୁ ପିଲାଙ୍କର ନିଡ୍ ଏକା ନଥିବ ତ ସେଥିପାଇଁ ଆମେ ମାନେ ପିଲାଙ୍କୁ ସେମାନଙ୍କ ନିଡ୍ ଅନୁସାରେ ଆମେ ପାଠ ପଢେଇବା ବୁଝିପାରିଲେ କି ନାହିଁ ସେଥିପାଇଁ ଆମର ଏଟା ହବ ନାହିଁ କାହିଁକି ନା ୟୁନିଫର୍ମ ଇନଷ୍ଟ୍ରକ୍ସନ ଯୋଉଠି ଥିବ ସେଟା ଆମର ଭୁଲ ହବ ହେଲା। ତାପରେ ଅଛି ଗୋଟିଏ ମାତ୍ର ପାଠ୍ୟ ପୁସ୍ତକ ବ୍ୟବହାର ନୀତି। ଦେଖନ୍ତୁ ଆମେ ମାନେ ରିଜିଡ୍ ଟେକ୍ସଟ ବୁକ୍ ୟୁଜ ଆମେ କରିପାରିବା ନାହିଁ କାହିଁକି ନା ଗୋଟେ ବହିରେ କଣ ସବୁ ମାନେ ଖୁନ୍ଦେଇକି ଅଛି କି ପାଠ ବୁଝିପାରିଲେ କି ନାହିଁ ଯୋଉ ପିଲାର ଯୋଉ ନିଡ୍ ଥିବ ଯୋଉ ପିଲାକୁ ଯୋଉ ବହି ମାନେ ଭଲ ଲାଗୁଥିବ ସେଇଟା ସେ ପଢୁ। ତାପରେ ଆସିଲା ଯାନ୍ତ୍ରିକ ପୁନରାବୃତ୍ତି ନୀତି ହେଲା ପ୍ରିନ୍ସିପଲ ଅଫ ମେକାନିକାଲ ରିପିଟେସନ ରିପିଟେସନ ହବ ନାହିଁ ହେଲା କଣ ହବ ନା ଆମର ଅପସନ ବି ଯୋଉଟା କି ଅର୍ଥପୂର୍ଣ୍ଣ ଯୋଗାଯୋଗର ନୀତି ମାନେ ଦ ପ୍ରିନ୍ସିପଲ ଅଫ ମିନିଂଫୁଲ କମ୍ୟୁନିକେସନ ଯଦି ଆମେ ମାନେ ପିଲାମାନଙ୍କ ସହିତ ମାନେ ଅର୍ଥପୂର୍ଣ୍ଣ ଭାବରେ ଯୋଗାଯୋଗ କରିବା ବା ମିନିଂଫୁଲ କମ୍ୟୁନିକେସନ କରିବା ତେବେ ପିଲାମାନେ ଆନନ୍ଦ ପାଇବେ ଏବଂ ପ୍ରେରଣା ପାଇବେ ବା ସେମାନେ ମାନେ ସେମାନଙ୍କୁ ଆନନ୍ଦ ମିଳିବ ବା ସେମାନେ ବରାବର ପୁରାପୁରି କଣ କରିବେ ନା ଆନନ୍ଦ ପାଇବେ ଏବଂ ତା ସହିତ ସେ ମୋଟିଭେଟ ହେବେ ବୁଝିପାରିଲେ କି ନାହିଁ ଆନନ୍ଦ ପାଇବେ ଏବଂ ତା ସହିତ ସେ ମୋଟିଭେଟ ହେବେ କୋଉଥିପାଇଁ ନା ଭାଷା ଶିକ୍ଷାକୁ ଠିକ ଭାବରେ ଲର୍ଣ୍ଣିଂ କରିବା ପାଇଁ। ଓକେ ତ ସେଥିପାଇଁ ଆମର ଅପସନ ବି ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି ନା ଦ 70s କ୍ୟାନ୍ ବି ଇୟର ମାର୍କଡ ଫର ବିଇଂ ଦ ଡିକେଡ ଅଫ ଗ୍ରେଟ ଫେମାଇନ୍ସ ହେଲା। ତ ଦେଖନ୍ତୁ ଏଟା କଣ କହିଛି ନା ସେ କହିଛି କି ଆମର ଏଠି ଦେଖନ୍ତୁ ଗୋଟେ ସ୍ପେସିଫିକ ଡିକେଡ କୁ ସେ ଇଣ୍ଡିକେଟ କରିଛି ବା ମେନସନ କରିଛି ସେଥିପାଇଁ ଆମର ଯୋଉ ସ୍ପେସିଫିକ ସେଥିରେ ଆମେ କଣ ବସେ ନା ଦ ବସେ ସେଥିପାଇଁ ଆମର ଦ 70s କ୍ୟାନ୍ ବି ଇୟର ମାର୍କଡ ଫର ବିଇଂ ଦ ଡିକେଡ ଅଫ ଗ୍ରେଟ ଫେମାଇନ୍ସ ହେଲା ସେଥିପାଇଁ ଆମର ଅପସନ ବି ହେଇଯିବ ସଠିକ ଆନ୍ସର। ଓକେ ଏଥିରେ କିଛି ମାନେ କଷ୍ଟ ନାହିଁ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ ଯିବା ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି କହିଛି କି ହ୍ୱାଟ ଇଜ ୱାନ୍ ସୋସିଆଲ ଆଡଭାଣ୍ଟେଜ ଅଫ ଲର୍ଣ୍ଣିଂ ଇଂଲିଶ ଫର୍ମ ଆନ୍ ଏର୍ଲି ଏଜ ମାନେ ଯଦି ଆମେ ମାନେ ପିଲାମାନଙ୍କୁ ଏର୍ଲି ଏଜ ରେ ପିଲାମାନଙ୍କୁ ଇଂଲିଶ ପଢେଇବା ତେବେ ଆମର କଣ ମାନେ ଭଲ ହବ ମାନେ ଆଡଭାଣ୍ଟେଜ ଆମର କଣ ମିଳିବ ଆମକୁ ହେଲା। ଦେଖନ୍ତୁ ଏଠି ଡିସ୍କରେଜ ହବ ନାହିଁ ନେଗେଟିଭ ଅଛି ଇମ୍ପ୍ରୁଭ ଦ ଷ୍ଟୁଡେଣ୍ଟ ଲୋକାଲ ଡାଇଲେକ୍ଟ ସେଟା ହବ ନାହିଁ। ତାପରେ ଆସିଲା ଏଠି ରେଷ୍ଟ୍ରିକ୍ଟ ଏଟା ବୋଧେ ନେଗେଟିଭ ତ ସଠିକ ଆନ୍ସର କଣ ହବ ଆମର ଅପସନ ସି ଯୋଉଟା କି ଇଟ ହେଲ୍ପସ ଇନ ଇଣ୍ଟରାକ୍ଟିଂ ୱିଥ ପିପୁଲ ଫ୍ରମ ଡିଫରେଣ୍ଟ କଣ୍ଟ୍ରିଜ ମାନେ ଯଦି ଆମେ ମାନେ ୟାର୍ଲି ଏଜ ରୁ ପିଲାମାନଙ୍କୁ ଇଂଲିଶ ପଢେଇଥିବା ସେ କଣ ହବ ନା ଆମର ସେମାନେ ଡିଫରେଣ୍ଟ କଣ୍ଟ୍ରିର ଲୋକମାନଙ୍କ ସହିତ ସେମାନେ ଇଂଲିଶରେ ଇଣ୍ଟରାକ୍ଟ କରିପାରିବେ ବା କମ୍ୟୁନିକେଟ କରିପାରିବେ ସେଥିପାଇଁ ଆମର ଅପସନ ସି ୱିଲ୍ ବି ରାଇଟ୍ ଆନ୍ସର। ଓକେ ତ ପରବର୍ତ୍ତୀ କ୍ୱେଶ୍ଚନ ଯିବା ପରବର୍ତ୍ତୀ ଆମର କ୍ୱେଶ୍ଚନ କହିଛି କି
ଇଂରାଜୀ ଭାଷା ଶିକ୍ଷାରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଉତ୍ପାଦନଶୀଳ ଦକ୍ଷତା ବା ପ୍ରୋଡକ୍ଟିଭ ସ୍କିଲ୍? ଓକେ, ଆମେ ଜାଣିଛନ୍ତି ଚାରିଟା ଆମର ସ୍କିଲ୍ ଅଛି, ଏଲ ଏସ୍ ଆର୍ ଡବ୍ଲ୍ୟୁ, ବୁଝିପାରିଲେ? ଲର୍ନିଂ ଆଣ୍ଡ ରିଡିଂ ଟା ଆମର କଣ, ଲିସନିଂ ଆଣ୍ଡ ରିଡିଂ ଟା ଆମର କଣ ହବ ନା ଆମର କଣ ପ୍ୟାସିଭ ସ୍କିଲ୍ ଏବଂ ତା ସହିତ କଣ ଆମର ଏବଂ ଦେଖ ତା ସହିତ ଆମର ଯୋଉ ସ୍ପିକିଂ ଆଣ୍ଡ ରାଇଟିଂ ଟା କଣ ହବ ନା ପ୍ରୋଡକ୍ଟିଭ ସ୍କିଲ୍, ବୁଝିପାରିଲେ? ପ୍ରୋଡକ୍ଟିଭ ସ୍କିଲ୍ ବା ଆମର ଆକ୍ଟିଭ ସ୍କିଲ୍, ବୁଝିପାରିଲେ? ସେଥିପାଇଁ ଆମର ଏଠି ଆମର କଣ ପଚାରିଥିଲା ନା ପ୍ରୋଡକ୍ଟିଭ ସ୍କିଲ୍ ପଚାରିଥିଲା। ସେଥିପାଇଁ ଆମର ସଠିକ ଆନ୍ସର କଣ ହବ ନା ଆମର ଲେଖିବାଟା ଏଠି ଅଛି, ବୁଝିପାରିଲେ ନା? ଆଉ ତ କିଛି ନାହିଁ, ତ ଲେଖିବାଟା ଅଛି, ଯେହେତୁ ଆମର ଅପସନ ଏ ୱିଲ୍ ବି ରାଇଟ୍ ଆନ୍ସର, ଯୋଉଟା କି ଲେଖିବାଟା ହଉଛି କଣ ଗୋଟେ ନା ଆମର ହଉଛି କଣ ନା ଆମର ଗୋଟେ ଆକ୍ଟିଭ ସ୍କିଲ୍ ବା ପ୍ରୋଡକ୍ଟିଭ ସ୍କିଲ୍। ଓକେ, ତ ଅପସନ ଏ ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି କି in writing assessment which technique best evaluates students ability to organize content logically? ଯଦି ଆମେ ମାନେ ପିଲାର ଗୋଟେ କଣ କରିବା ନା ଆମେ ପିଲାଟା ଗୋଟେ ଗୋଟେ ଲଜିକାଲି ଗୋଟେ କଣ୍ଟେଣ୍ଟ କୁ ଅର୍ଗାନାଇଜ କରିପାରୁଛି କି ନାହିଁ, ସେଇ ଆବିଲିଟି କୁ ଆମେ କେମିତି ଇଭାଲୁଏଟ କରିବା ଏଟା ସେ ପଚାରୁଛି। କାହା ମାଧ୍ୟମରେ? ରାଇଟିଂ। କାହା ମାଧ୍ୟମରେ? ନା ହଉଛି ରାଇଟିଂ ଆସେସମେଣ୍ଟ ମାଧ୍ୟମରେ, ହେଲା? ତ କେମିତି କରିବା? ଏଠି ଅଛି ଡିକ୍ଟେସନ, ଏସେ ରାଇଟିଂ, ମ୍ୟାଚିଂ ହେଡିଂ, ଓରାଲ କ୍ୱେଶ୍ଚନିଂ। ତ ଦେଖନ୍ତୁ ଆମେ ଯଦି ପିଲାମାନଙ୍କୁ ଗୋଟେ ମାନେ ଏସେ ଲେଖିବା ପାଇଁ ଦବା, ତେବେ ସେ କଣ୍ଟେଣ୍ଟ ଟାକୁ କେମିତି ଲଜିକାଲି ଅର୍ଗାନାଇଜ କରିପାରୁଛି, ସେ ଆବିଲିଟିକୁ ଆମେ ମାନେ ପୁରା ଭଲ ଭାବରେ ଇଭାଲୁଏଟ କରିପାରିବା। ଓକେ, ତ ସେଥିପାଇଁ ଆମର ଅପସନ ବି ହେଇଯିବ ସଠିକ ଆନ୍ସର। ଓକେ, ଏସେ ରାଇଟିଂ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଆମର କଣ କହିଛି? କହିବା ଓ ଶୁଣିବା ଦକ୍ଷତା ବୃଦ୍ଧି କରିବା ପାଇଁ କାର୍ଯ୍ୟଭିତ୍ତିକ ଶିକ୍ଷା ବା ଟାସ୍କ ବେସ୍ଡ ଲର୍ନିଂ ବ୍ୟବହାର କରିବା ମୁଖ୍ୟ ସୁବିଧା କଣ? ଦେଖନ୍ତୁ ଆମେ ମାନେ ଯଦି ପିଲାର ଗୋଟେ କହିବା ଏବଂ ଶୁଣିବା ଦକ୍ଷତାକୁ ବୃଦ୍ଧି କରିବା, ତ ଆମେ ମାନେ କୋଉ ଟାଇପ ର ମାନେ ଲର୍ନିଂ କରିବା ନା ଟାସ୍କ ବେସ୍ଡ ଲର୍ନିଂ କରିବା। ତ କେମିତି କରିବା ଏବଂ କରିବା ଦ୍ୱାରା ଆମର କଣ ହବ ସେଟା ସେ ପଚାରୁଛି, ହେଲା? ଅପସନ ଅଛି, ଏକ ସ୍ୱତଃସ୍ଫୂର୍ତ୍ତ ଭାଷା ବ୍ୟବହାରର ପ୍ରକାଶକୁ ସୀମିତ କରିବ, ସୀମିତ ହବ ନାହିଁ, ଲିମିଟେଡ ହବ ନାହିଁ, ବୁଝିପାରିଲା କି? ଲିମିଟେଡ ହବ ନାହିଁ, ହେଲା? ଅପସନ ତାପରେ ଅଛି, ଏହା କଥାବାର୍ତ୍ତା ଅପେକ୍ଷା ମନେ ରଖିବା ଉପରେ ଅଧିକ ଗୁରୁତ୍ୱ ଦେବ, ହବ ନାହିଁ, ମେମୋରାଇଜ ହବ ନାହିଁ। ତାପରେ କହୁଛି ଏହା ବ୍ୟାକରଣକୁ ଯୋଗାଯୋଗ ପୃଥକ କରିବ, ଏଟା ହବ ନାହିଁ, ନେଗେଟିଭ ଅଛି। କିନ୍ତୁ ଦେଖନ୍ତୁ ଅପସନ ଡି, ଯୋଉଟା କି ଆମର ଏହା ବାସ୍ତବ ବିଶ୍ୱ ପ୍ରସଙ୍ଗ ବା ରିଏଲ ୱାର୍ଲଡ କଣ୍ଟେକ୍ସଟ ରେ ଅର୍ଥପୂର୍ଣ୍ଣ ଯୋଗାଯୋଗକୁ ଉତ୍ସାହିତ କରିବ। କାହିଁକି ନା ରିଏଲ ୱାର୍ଲଡ କଣ୍ଟେକ୍ସଟ ରେ ଯାହା ବି କିଛି ମାନେ ମିନିଂଫୁଲ କମ୍ୟୁନିକେସନ ଥିବ, ସେଟାକୁ ସେଟା କଣ ହବ ନା ଡେଭଲପ ହବ। ଓକେ, ସେଥିପାଇଁ ଆମର ଅପସନ ଡି ୱିଲ୍ ବି ରାଇଟ୍ ଆନ୍ସର। ଓକେ, ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି ନା କହିଛି, what type of listening is tested when students are asked to follow spoken direction to complete a task, ହେଲା? ଯଦି ଗୋଟେ ପିଲାକୁ ଆମେ କହିବା ବା ସେଇଟା ସେ ଗୋଟେ କାମ ମାନେ ପିଲାଟା ଏଇ କାମଟା ସେ କରିଦେ ବୋଲି, ଏଟା କୋଉ ଟାଇପ ର ଲିସନିଂ ରେ ଯାଉଛି? ଅପସନ ଅଛି ଇଣ୍ଟେନ୍ସିଭ, ଇଣ୍ଟରାକ୍ଟିଭ, ଡିସ୍କ୍ରିମିନେଟିଭ। କଣ ହବ ନା ରେସ୍ପନ୍ସ, ମାନେ ସେ ରେସ୍ପନ୍ସ ମାନେ ସେ କୋଉ ଟାଇପ ସେ ରେସ୍ପନ୍ସ ଦଉଛି, ସେଟାକୁ ଆମେ କଣ କହିବା ନା ରେସ୍ପନ୍ସିଭ, ହେଲା? ମାନେ ଆମେ ଯୋଉ କହିବା ସେ କରିବ, ଏଟା କଣ ନା ମାନେ କଣ କଲା ନା ରେସ୍ପନ୍ସ ଦେଲା ଟିଚରଙ୍କୁ। ସେଥିପାଇଁ ଏଟା କି ଲିସନିଂ ରେ ଯିବ ନା ରେସ୍ପନ୍ସିଭ ଲିସନିଂ ରେ ଯିବ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି, ଶିକ୍ଷାଗତ ଇଂରାଜୀ ସେଟିଂ ରେ ସମନ୍ୱିତ ଭାଷା ଦକ୍ଷତା ବା ପଢିବାରୁ ଲେଖିବା କାର୍ଯ୍ୟ, ହେଲା, ମୂଲ୍ୟାଙ୍କନ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ? ଓକେ, ଯଦି ଆମେ ମାନେ ଗୋଟେ ଇଂଲିଶରେ ପଢଉଛନ୍ତି, ତ ପଢିବାରୁ ଲେଖିବା ଯୋଉ ମୂଲ୍ୟାଙ୍କନ ଟା କାହିଁକି ଗୁରୁତ୍ୱପୂର୍ଣ୍ଣ, ବୁଝିପାରିଲେ କି ନାହିଁ? କଣ ପାଇଁ? ଅପସନ ଅଛି, ଏହା କେବଳ ବ୍ୟାକରଣ ସଠିକତା ଉପରେ ଧ୍ୟାନ ଦିଏ, ହବ ନାହିଁ, ମାନେ ଗ୍ରାମାରକୁ ଆମେ ପଢଉନାହାନ୍ତି, ହେଲା? ମାନେ ଆମେ ସେ କହିବ କେମିତି, ମାନେ ଜାଣିବ କେମିତି, ସେଟା ସେଥିପାଇଁ ମାନେ ବ୍ୟାକରଣ ପଢଉଛନ୍ତି, ନାଇଁ କି ସେ ବ୍ୟାକରଣକୁ ଅଧିକ ସଠିକ ମାନେ କହିବ, ସେଟା ସେଥିପାଇଁ ନୁହଁ, ହେଲା? ତାପରେ ଅଛି, ଏହା ଦ୍ୱାରା ବିଦ୍ୟାର୍ଥୀ ମାନଙ୍କ କାର୍ଯ୍ୟଭାର ହ୍ରାସ ପାଏ, ହବ ନାହିଁ। ଏହା ମାନେ ଗ୍ରେଡ କରିବା ସହଜ ହବ, ଗ୍ରେଡ ଆମେ ପିଲାମାନଙ୍କୁ ଗ୍ରେଡ ରେ ବିଭକ୍ତ କରିବା ନାହିଁ, କାହିଁକି ନା ଆମେ ମାନେ ସମସ୍ତଙ୍କୁ ସମାନ ଭାବରେ ଦେଖିବା, ହେଲା? ବୁଝିପାରିଲେ ନାହିଁ? ସମସ୍ତଙ୍କୁ ମାନେ ସମାନ ଭାବରେ ମିଶେଇକି ପଢେଇଲେ ତାଙ୍କ ମଧ୍ୟରେ ମାନେ କୋଅପରେସନ ଲର୍ନିଂ ଟା ହେଇପାରିବ, ହେଲା? ଏଟା ହବ ନା ହବ ନାହିଁ। ତ ଅପସନ ଡି ଟା କଣ ଅଛି, ଏହା ପ୍ରମାଣିତ ଭାଷା ବ୍ୟବହାର ଏବଂ ଶୈକ୍ଷିକ ସହ ଯୋଗାଯୋଗକୁ ପ୍ରତିଫଳିତ କରେ। ମାନେ କଣ ନା
କଣ ଅଛି ନା ପ୍ରାମାଣିତ ଭାଷା ବ୍ୟବହାର, ମାନେ ଯାହା ବି ପଢଉଥିବା ସେ ଭାଷାକୁ ବ୍ୟବହାର କରିବା ଶିଖିବ ଏବଂ ତା ସହିତ କଣ ନା ଶୈକ୍ଷିକ ଯୋଗାଯୋଗକୁ ପ୍ରତିଫଳିତ କରିବ, ମାନେ ସେମାନେ ଯୋଉ ମିଶିକି ପଢିବେ ସେ ଶୈକ୍ଷିକ ଯୋଗାଯୋଗ ସେ ମାନେ ପ୍ରତିଫଳିତ କରେ ହେଲା। ଅପସନ ଡି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି ନା, କହିଛି ଆମର ଏଇଟା ଗୋଟେ ୱାନ୍ ୱାର୍ଡ ସବଷ୍ଟିଟ୍ୟୁସନ। ଏଟା ଆମେ କେମିତି କରିବା ନା, ଗୋଟେ ଦେଇଦେଇଛି ଅଣ୍ଡରଲାଇନ କରିଛି, କହିଛି ଦ ମୋମେଣ୍ଟ ଅଫ ସଡନ ରିଏଲାଇଜେସନ ଆଣ୍ଡ ଆୱାକେନିଂ ମାନେ କଣ? ମାନେ କଣ ନା ଏପିଫାନି ହେଲା, ମାନେ ଆମେ ମାନେ ଗୋଟେ ମାନେ ସଡନ ମାନେ ଗୋଟେ ମୋମେଣ୍ଟରେ ସିଚୁଏସନରେ ଥିବା, ସେଇ ସିଚୁଏସନକୁ ଆମେ ରିଏଲାଇଜ କରିବା ଏବଂ ସେଇ ଅନୁସାରେ ଆମେ ଜାଗରଣ ହେବା, ତାକୁ ଆମେ କଣ କହିଥାନ୍ତି, ଆମେ କହିଥାନ୍ତି ଏପିଫାନି ହେଲା, ବୁଝିଲା। ତ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଆମର କଣ କହିଛି, କହିଛି which of the following learning objectives in English best promotes learner autonomy at elementary level। ମାନେ ସେ କଣ କହିଛି ନା, ଆମେ ଯଦି ଏଲିମେଣ୍ଟାରୀ ଲେବୁଲରେ ପିଲାମାନଙ୍କୁ ଇଂଲିଶ ପଢେଇବା, ତେବେ ପିଲାମାନଙ୍କର ଆକ୍ଚୁଆଲି ମାନେ ଲର୍ନିଂ ଅବଜେକ୍ଟିଭ କଣ ହେବା ଦରକାର, ମାନେ ଯଦି ଇଂଲିଶ ମାନେ ପଢିବେ ତାଙ୍କର ଆକ୍ଚୁଆଲି କଣ ହେବା ଦରକାର, ସେମାନେ କଣ କରିବା ଦରକାର ହେଲା। ଅପସନ ଆଭଏଡ ଅଛି ମାନେ ଏଟା ହବ ନାହିଁ। ତାର ଅଛି ଦ ମାଷ୍ଟର ଲାଙ୍ଗୁଏଜ ସ୍କିଲ ଥ୍ରୋ ରିପିଟେଡ ହବ ନାହିଁ ବା ଡ୍ରିଲ ହବ ନାହିଁ ହେଲା। ତାପରେ ଅଛି ଟୁ ଡିପେଣ୍ଡ ଅନ୍ ଦ ଟିଚର ଫର ଅଲ ଲାଙ୍ଗୁଏଜ ଏକ୍ସପ୍ଲାନେସନ ହବ ନାହିଁ, ସେମାନେ ୟୁଜ କରିବା ଦରକାର ହେଲା। ଲାଙ୍ଗୁଏଜ ସବଜେକ୍ଟରେ ପିଲାମାନେ ୟୁଜ କରିବା ଦରକାର ହେଲା, ଏଟା ମଧ୍ୟ ହବ ନାହିଁ। ହବ କଣ ନା ଟୁ ଡେଭଲପ ଦ ଆବିଲିଟି ଟୁ ମନିଟର ଆଣ୍ଡ ଡାଇରେକ୍ଟ ୱାନ୍ସ ଓନ୍ ଲର୍ନିଂ, ମାନେ ସେମାନେ ଯୋଉ ପିଲା ତାର ଯୋଉ ଆକ୍ଚୁଆଲି ସେ ନିଜର ଆବିଲିଟିକୁ ମନିଟର କରିପାରିବ, ସେ କେତେ ଶିଖିଲା ନାହିଁ, ଏବଂ ତା ସହିତ ସେ ନିଜର ମାନେ ନିଜର ଲର୍ନିଂ ସହିତ ସେ ଡାଇରେକ୍ଟ କମ୍ୟୁନିକେଟ ମଧ୍ୟ କରିପାରିବ କି ମୁଁ ଏଇଟା ଶିଖିଲି ନାହିଁ, ଏଇଟା ମୋ ଶିଖିବା ଦରକାର ଥିଲା ହେଲା। ଏଇଟା ହଉଛି ଆକ୍ଚୁଆଲି ତାର ମେନ୍ ଲର୍ନିଂ ଅବଜେକ୍ଟିଭ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି, କହିଛି ଭାଷା ଶିକ୍ଷାଦାନରେ ସାମାଜିକ ସାଂସ୍କୃତିକ ତତ୍ତ୍ୱର ପ୍ରଭାବ କେଉଁ ନୀତି ଦ୍ୱାରା ସର୍ବୋତ୍ତମ ଭାବରେ ପ୍ରତିଫଳିତ ହୁଏ ହେଲା। ଯଦି ଗୋଟେ ପିଲା ଭାଷା ଶିକ୍ଷା ମାଧ୍ୟମରେ ତାର ଆକ୍ଚୁଆଲି ସାମାଜିକ ସାଂସ୍କୃତିକ ତତ୍ତ୍ୱର ପ୍ରଭାବ କେଉଁ ନୀତି ଦ୍ୱାରା ସର୍ବୋତ୍ତମ ଭାବରେ ପ୍ରତିଫଳିତ ହେବ, କଣ ହବ ନା ଅପସନ ଆମର ଅଛି ଶିକ୍ଷାର୍ଥୀଙ୍କ ତ୍ରୁଟି ଏଡାଇବା ପାଇଁ ଯୋଗାଯୋଗକୁ ସୀମିତ କରିବା, ସୀମିତ ହବ ନାହିଁ। ଫାଷ୍ଟ କହିଛି କି ଲିମିଟେଡ ହଉଛି ଆମର ନେଗେଟିଭ ୱାର୍ଡ ହେଲା। ତାପରେ ଆସିଲା ଅନ୍ୟମାନଙ୍କ ସହିତ ମାର୍ଗଦର୍ଶିତ ପାରସ୍ପରିକ କ୍ରିୟା ମାଧ୍ୟମରେ ଭାଷା ବିକାଶକୁ ପ୍ରୋତ୍ସାହିତ କରିବ, ଏଇଟା ହଉଛି ସଠିକ ଆନ୍ସର। କାହିଁକି ନା ଅନ୍ୟମାନଙ୍କ ସହିତ ସେ ମାନେ କମ୍ୟୁନିକେଟ କରିବ ମିନିଂଫୁଲି ଏବଂ ତା ସହିତ ସେଇ ଅନୁସାରେ ସେ ଭାଷାକୁ ବ୍ୟବହାର କରିବ, ବିକାଶ କରିବ, ତ ସେ ମୋଟିଭେଟ ହବ ହେଲା। ତେବେ ଯାଇକି ସେ ସାମାଜିକ ସାଂସ୍କୃତିକ ତତ୍ତ୍ୱର ପ୍ରଭାବକୁ ଠିକ ଭାବରେ ସେମାନେ ଆଉ କାହା ଉପରେ ଶୋ କରିବେ, ଆଉ କାହା ପାଖରେ ସେ ଶୋ କରିପାରିବ। ଓକେ, ସେଥିପାଇଁ ଆମର ଅପସନ ଇ ହେଇଯିବ ସଠିକ ଆନ୍ସର, ଯୋଉଟାକି ଅନ୍ୟମାନଙ୍କ ସହିତ ମାର୍ଗଦର୍ଶିତ ପାରସ୍ପରିକ କ୍ରିୟା ମାଧ୍ୟମରେ ଭାଷାର ବିକାଶକୁ ପ୍ରୋତ୍ସାହିତ କରିପାରିବ ହେଲା। ତ ପରବର୍ତ୍ତୀ ଆମର କ୍ୱେଶ୍ଚନ କଣ କହିଛି ନା, ଏଠି କହିଛି ଗୋଟେ ସେଣ୍ଟେନ୍ସ ଦେଇଛି, ସେଣ୍ଟେନ୍ସ ରେ ମାନେ କୋଉଟା ଇନକରେକ୍ଟ ମାନେ ସ୍ପେଲିଂ ଅଛି ସେଇଟା ସେ ଆମେ ମାନେ ବାହାର କରିବା, ବୁଝିପାରିଲେ। ଦେଖନ୍ତୁ ଆମର ଇକ୍ୱାଲିଟି, ଦେଖନ୍ତୁ ଇକ୍ୱାଲିଟି ଯୋଉ ଅଛି ସେ ଇକ୍ୱାଲିଟି ଦେଖନ୍ତୁ ଆମର ଗୋଟେ ଟି ବସିବ, ଦିଟା ଟି ବସିଛି, ସେଥିପାଇଁ ଆମର ସଠିକ ଆନ୍ସର କଣ ହବ, ଯେହେତୁ ଗୋଟେ ଇନକରେକ୍ଟ ପଚାରିଥିଲା ସେଥିପାଇଁ ଆମର ଅପସନ ସି ହେଇଯିବ ସଠିକ ଆନ୍ସର। ଓକେ, ତାପରେ ଆସିଲା ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି କି ଆକର୍ଡିଂ ଟୁ କଗ୍ନିଟିଭ ଥିଓରିଜ ଅଫ ରିଡିଂ ହ୍ୱାଟ ଇଜ ଦ ରୋଲ ଅଫ ମେଟା କଗ୍ନିସନ ଷ୍ଟ୍ରାଟେଜି ଇନ ରିଡିଂ କମ୍ପ୍ରିହେନସନ। ମାନେ ମେଟା କଗ୍ନିସନ ମାନେ କଣ, ନିଜର ଥିଙ୍କିଂ କୁ ନିଜେ ଆମେ ମାନେ ନିଜେ କଣ୍ଟ୍ରୋଲ କରିବା, ତାକୁ ଆମେ କହିଥାନ୍ତି ମେଟା କଗ୍ନିସନ। ଓକେ, ନିଜର ଆଇଡିଆ ନିଜର ଥିଙ୍କିଂ କୁ ଆମେ ନିଜେ ମନିଟର କରିବା ବା ନିଜେ ମାନେ କଣ କରିବା ନା ମନିଟର କରିବା, ନିଜକୁ ଗାଇଡ କରିବା, ସେଟା ହଉଛି ଆମର ମେଟା କଗ୍ନିସନ। ଓକେ, ତ ଅପସନ କଣ କଣ ଅଛି ନା ସେଠି ପଚାରିଛି କି ଆମର ମେଟା କଗ୍ନିସନ ରୋଲ କଣ, ଯଦି ଆମେ ଗୋଟେ 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 କିଛି ଗୋଟେ ପ୍ୟାସେଜ ହଉ କି କଣ ଯେକୌଣସି ଗୋଟେ ବିଷୟ ହଉ ତାକୁ ଯଦି ଆମେ ମାନେ ପଢୁଛନ୍ତି, ତ ସେ ପଢିବା ବେଳେ ମେଟା କଗ୍ନିସନ ରୋଲ କଣ ସେଟା ସେ ପଚାରିଛି ହେଲା। ଅପସନ ଅଛି ଦେ ହେଲ୍ପ ଡିକୋଡ ଇଣ୍ଡିଭିଜୁଆଲ ୱାର୍ଡ କୁଇକଲି, ହବ ନାହିଁ, କୁଇକଲି ଆମର କିଛି ଦରକାର ନାହିଁ। ତାପରେ କହିଛି କଣ ନା ଏଲିମିନେଟ ଦ ନିଡ ଅଫ ବ୍ୟାକଗ୍ରାଉଣ୍ଡ ନଲେଜ, ସେଟା ହବ ନାହିଁ। ଯଦି ଏନକରେଜ ପ୍ୟାସିଭ ରିଡିଂ ହାବିଟ ହବନି, କଣ ହବ ନା ଆମେ କଣ ହବ ନା ଦେ ହେଲ୍ପ ରିଡର୍ସ ଚେକ୍ ଆଣ୍ଡ ଗାଇଡ ଅଣ୍ଡରଷ୍ଟାଣ୍ଡିଂ, ମାନେ ସେ ନିଜର
ମାନେ କଣ ରିଡିଂ ଟାକୁ ସେ ମାନେ ଚେକ୍ କରିପାରିବ ଏବଂ ସେ କଣ ବୁଝିଲା ସେଟାକୁ ମଧ୍ୟ ସେ ଗାଇଡ କରିପାରିବ। ବୁଝିପାରିଲେ? ସେଥିପାଇଁ ଆମର ଅପସନ ସି ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି, କହିଛି ହୁଇଚ ଆକ୍ଟିଭିଟି ଇଜ ଇଫେକ୍ଟିଭ ଫର ପ୍ରାକ୍ଟିସିଂ ବୋଥ ଲିସନିଂ ଆଣ୍ଡ ସ୍ପିକିଂ ସ୍କିଲ୍। ଓକେ, ମାନେ ସେ କହିଛି କି ଆମର କୋଉଟା ଆମେ ମାନେ ଯଦି ଆମେ ମାନେ କୋଉ ଆକ୍ଟିଭିଟି କରିବା ଯାହା ମାଧ୍ୟମରେ ବୋଥ ଲିସନିଂ ଆଣ୍ଡ ସ୍ପିକିଂ ସ୍କିଲ୍ ଟା କଣ ହବ ନା ଅଧିକ ଇଫେକ୍ଟିଭ ହବ ହେଲା, ବା ଆମେ ମାନେ ଅଧିକ ପ୍ରାକ୍ଟିସ କରିବା ପାଇଁ ଅଧିକ ଇଫେକ୍ଟିଭ ହବ। ତ ଅପସନ ଅଛି ଲିସନିଂ ମ୍ୟୁଜିକ ରେ ହବ ନାହିଁ, ରିଡିଂ ଆଲାଉଡ ଏଲନ୍ ହବ ନାହିଁ, ଅପସନ ଡି କହିଛି କପିଂ ନୋଟ ହବ ନାହିଁ। କିନ୍ତୁ ଦେଖନ୍ତୁ ରୋଲ ପ୍ଲେ ମାନେ କଣ, ଧର 2 ଜଣ ଥିବେ, ଜଣେ ଧର କହିଲା ସେଟା ସେ ଶୁଣିବ ଏବଂ ଶୁଣିଲା ପରେ ସେଇ ଅନୁସାରେ ସେ କହିବ, ମାନେ ଲିସନିଂ କଲା ଏବଂ ତା ସହିତ ସେ ସ୍ପିକିଂ କଲା। ସେଥିପାଇଁ ଆମର ଅପସନ ବି ହେଇଯିବ ସଠିକ ଆନ୍ସର। ବୁଝିପାରିଲେ? ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଏଠି କଣ, କହିଛି ଆମର ଏଇ ଯୋଉ ଗୋଟେ ସେଣ୍ଟେନ୍ସ ଅଛି ଉଲ୍ଟା ପାଲ୍ଟା ହେଇକି ଅଛି ହେଲା, ସେଣ୍ଟେନ୍ସ ର ସବୁ ପାର୍ଟ ଗୁଡ଼ିକ ସବୁ ଉଲ୍ଟା ପାଲ୍ଟା ହେଇକି ଅଛି, ଆମେ ମାନେ ସଜାଡିବା ହେଲା। ତ ଦେଖନ୍ତୁ ଫାଷ୍ଟ କହିଛି କି ହି ୱାକଡ ଅପ୍, କଣ ହେଲା ନା ତାପରେ କଣ ଦବା ନା ଆମର ଟୁ ଦ ସିଟ୍ ହୁଇଚ ହି, ତାପରେ ଟୁ ଦ ସିଟ୍ ହୁଇଚ ହି, ତାପରେ which he occupied as a sixth farm boy and sat himself down there to collect ହେଲା to collect the his thought ହେଲା। ଦେଖନ୍ତୁ କଣ ହେଲା ନା ଆମର ଫାଷ୍ଟ ଏସେ ଆସିଥିଲା, ତାପରେ କୋଉଟା ଆସିଲା ନା ଏଇଟା ଆଇଲା, ଆର୍ଟ ଆଇଲା ହେଲା, ତାପରେ ତାପରେ ଏଇଟା ଆଇଲା and ଏଇଟା ଆଇଲା, କଣ ନା ଏଟା କ୍ୟୁ ରେ ଅଛି, ତାପରେ ଆଇଲା ପି to collect his thought ହେଲା। ତ ଆମର ସଠିକ ଆନ୍ସର କଣ ହେଇଯିବ ନା ଆମର ଏସେ ଆର କ୍ୟୁ ପି, ଯୋଉଟା ଆମର ଅପସନ ସି ରେ ଅଛି ହେଲା, SARQP। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଆମର କଥନ ଦକ୍ଷତା, ଏଇଟା ଯୋଉ ପୂର୍ବ କ୍ୱେଶ୍ଚନ ଟା ମାନେ ସମସ୍ତେ କରିପାରିବେ, ଏତେ ବି ହାର୍ଡ କ୍ୱେଶ୍ଚନ କିଛି ନାହିଁ ହେଲା, ଖାଲି ସଜେଇବାର ଅଛି ହେଲା। କେମିତି ସଜେଇବେ, ଯୋଉଥିରେ କି ତାର ଗୋଟେ ସେ ଗୋଟେ ମିନିଂଫୁଲ ମାନେ ମିନିଂ କୁ ସେ ବୁଝେଇବ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି କି ଆମର କହିଛି କଥନ ଦକ୍ଷତା ସ୍ପିକିଂ ସ୍କିଲ୍, ଯୋଉଟା କି ମୂଲ୍ୟାଙ୍କନରେ ସାଧାରଣତଃ କେଉଁ ମାନେ କାର୍ଯ୍ୟକଳାପ ବ୍ୟବହୃତ ହୋଇଥାଏ। ସ୍ପିକିଂ ସ୍କିଲ୍ ସମୟରେ ହେଲା, ସ୍ପିକିଂ ସ୍କିଲ୍ କୁ ମୂଲ୍ୟାଙ୍କନରେ ସାଧାରଣତଃ କେଉଁ କାର୍ଯ୍ୟକଳାପ ବ୍ୟବହୃତ ହୁଏ। ମାନେ ଆମେ ଯଦି ସ୍ପିକିଂ ଗୋଟେ ପିଲାର ସ୍ପିକିଂ ସ୍କିଲ୍ କୁ ଆମେ ଯଦି ମାନେ ଇଭାଲୁଏଟ୍ କରିବା, ତେବେ କେମିତି କରିବା। ଦେଖନ୍ତୁ ଅପସନ ଅଛି ଶୂନ୍ୟସ୍ଥାନ ପୂରଣ ଅଭ୍ୟାସଟା ଲେଖିବାର ହେଇଯାଉଛି, ନିରବ ପଠନ ହବ ନାହିଁ, ବ୍ୟାକରଣ ସଂଶୋଧନ ହବ ନାହିଁ ହେଲା। ଦେଖନ୍ତୁ ଛବି ବର୍ଣ୍ଣନା, ମାନେ ପିଲାଙ୍କୁ ଆମେ ମାନେ କଣ କରିବା ଗୋଟେ ଚିତ୍ର ଦେଖେଇବା, ସେ ଚିତ୍ର ଅନୁସାରେ ଚିତ୍ର ସେ ଦେଖିବ କଣ ସେ ଅନୁସାରେ ସେ କହିବ, ତେବେ ଯାଇକି ଆମେ ଗୋଟେ ପିଲାର ସ୍ପିକିଂ ସ୍କିଲ୍ କୁ ଇଭାଲୁଏଟ୍ କରିପାରିବା। ଓକେ, ସେଥିପାଇଁ ଆମର ଅପସନ ଡି ହେଇଯିବ ସଠିକ ଆନ୍ସର ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ତ ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି, ଭାଷା ଶିକ୍ଷାଦାନର ଏକ ମୁଖ୍ୟ ନୀତି କଣ, ମାନେ ଆମେ ଯଦି ଭାଷା ଶିଖିବା ତେବେ ତାର ମୁଖ୍ୟ ବା ଲର୍ଣ୍ଣିଂ ଅବଜେକ୍ଟିଭ କଣ ହେବ। ଅପସନ ଅଛି ଶିକ୍ଷକ ନେତୃତ୍ୱାଧୀନ ନିର୍ଦ୍ଦେଶରେ ପାରସ୍ପରିକ କ୍ରିୟାକୁ ସୀମିତ କରିବା, ମୁଁ ଫାଷ୍ଟ କହିଛି ତ ଲିମିଟେଡ ହବ ନାହିଁ। ତାପରେ ଅଛି ପ୍ରସଙ୍ଗର ଅର୍ଥପୂର୍ଣ୍ଣ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା। ଦେଖନ୍ତୁ ଆମେ ଯଦି ଗୋଟେ ପ୍ରସଙ୍ଗ ପଢୁଛନ୍ତି, ଭାଷା ଶିକ୍ଷା କରୁଛନ୍ତି, ତେବେ ସେଇ ଯୋଉ ଆମେ କଣ ପାଇଁ ଶିଖିବା ନା ଆମେ ଆଉ ଜଣଙ୍କ ସହିତ ଯେମିତି ଠିକ ରେ ମାନେ ମିନିଂଫୁଲି ମାନେ କଣ କରିପାରିବା ନା କମ୍ୟୁନିକେଟ କରିପାରିବା, ସେଟାକୁ ସେ ଡେଭଲପ ହବ କାହା ଦ୍ଵାରା ନା ଭାଷା ଯଦି ଆମେ ମାନେ ଶିକ୍ଷା କରିଥିବା ତ। ସେଥିପାଇଁ ଆମର ସଠିକ ଆନ୍ସର କଣ ହେଇଯିବ ଅପସନ ବି, ଭାଷା ଶିକ୍ଷାଦାନର ଏକ ମୁଖ୍ୟ ନୀତି କଣ ନା ଆମେ ପ୍ରସଙ୍ଗରେ ଅର୍ଥପୂର୍ଣ୍ଣ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା। ଅପସନ ବି ୱିଥ୍ ରାଇଟ୍ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି କି ଏଟା ଗୋଟେ ଇଂଲିଶ ର କଣ୍ଟେଣ୍ଟ କ୍ୱେଶ୍ଚନ, ଯୋଉଟା କହିଛି ଦ ଷ୍ଟୁଡେଣ୍ଟସ୍ ଟ୍ରାଭେଲ୍ଡ ଡ୍ୟାଶ ଦ ମ୍ୟୁଜିୟମ ଟୁ ଲର୍ନ ଏବାଉଟ ଲୋକାଲ ହିଷ୍ଟ୍ରି, ମାନେ କଣ ସେ ମ୍ୟୁଜିୟମ କୁ ଗଲା ମାନେ ଟୁ ଦ ମ୍ୟୁଜିୟମ, ଅପସନ ବି ଏଇ ଯୋଉ ସଠିକ ଆନ୍ସର ଟୁ। ଓକେ, କଷ୍ଟ ନୁହଁ ସହଜ କ୍ୱେଶ୍ଚନ। ଓକେ, ପରବର୍ତ୍ତୀ କ୍ୱେଶ୍ଚନ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ କହିଛି, କହିଛି ଦ ବୁକ୍ ଇଜ ଡ୍ୟାଶ ଦ ସେଲ୍ଫ, ମାନେ ଅନ୍ ଦ ସେଲ୍ଫ। ଓକେ, ସେଥିପାଇଁ ଆମର ଅପସନ ଡି ହେଇଯିବ, କାହିଁକି ନା ଗୋଟେ ବୁକ୍ ଟା କୋଉଠି ଅଛି ନା ସେଲ୍ଫ ର ଉପରେ ଅଛି। ତ ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି ଆମର, କହିଛି ହୁଇଚ ଅଫ ଦ ଫଲୋଇଂ ଇଜ ଆନ୍ ଇମ୍ପୋର୍ଟାଣ୍ଟ କ୍ରାଇଟେରିଆ ଫର ଇଭାଲୁଏଟିଂ ରାଇଟିଂ ସ୍କିଲ୍, ମାନେ ଆମେ ଗୋଟେ ପିଲାର ରାଇଟିଂ ସ୍କିଲ୍ କୁ କେମିତି ଭାବରେ ଭଲ ଭାବରେ ମାନେ ଇଭାଲୁଏଟ କରିପାରିବା ଏବଂ ତାର ଇମ୍ପୋର୍ଟାଣ୍ଟ କ୍ରାଇଟେରିଆ କଣ ହେବା ଦରକାର। ଅପସନ କଣ ଅଛି, ଅପସନ ଅଛି ୱାର୍ଡ କାଉଣ୍ଟ ଓନଲି ହବ ନାହିଁ ହେଲା, ତାପରେ ହ୍ୟାଣ୍ଡ ଗେଷ୍ଟର୍ସ ଫାଇଲ ରାଇଟିଂ ହବ ନାହିଁ, ତାପରେ କହିଛି नो ଦ ସିଲାବସ,
ସରି ସିଲାବଲ ଅଫ ୱାର୍ଡସ ହବନି। ଆମେ କଣ କରିବା ନା ଯଦି ପିଲାଟା ତାର ଆଇଟାକୁ କେମିତି ଭାବରେ ଅର୍ଗାନାଇଜ କରିପାରୁଛି, ଆକ୍ଚୁଆଲି ରାଇଟିଂ ସ୍କିଲ ମେନ୍ ଅବଜେକ୍ଟିଭ କଣ ନା ଗୋଟେ ପିଲା ତାର ଆଇଡିଆକୁ କେମିତି ଭାବରେ ସେ ଅର୍ଗାନାଇଜ କରିକି ସେ ପ୍ରେଜେଣ୍ଟ କରିପାରୁଛି ବା ଶୋ କରିପାରୁଛି, ସେଇଟା ହଉଛି ମେନ୍ ଇମ୍ପୋର୍ଟାଣ୍ଟ କ୍ରାଇଟେରିଆ କାରଣ ନା ରାଇଟିଂ ସ୍କିଲ। ଓକେ, ଯୋଉଟା କି ଆମର ଅପସନ ଇ ହେଇଯିବ ରାଇଟ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଲେଖିବା ପ୍ରକ୍ରିୟାର ପ୍ରଥମ ପଦକ୍ଷେପ କଣ? ଯଦି ଆମେ ମାନେ ଲେଖିବାକୁ ଆରମ୍ଭ କରିବା ତେବେ ମେନ୍ ଫାଷ୍ଟ ଆମେ କଣ କରିବା ନା ଆମେ କରିବା ପ୍ଲାନିଂ। ଯାହା ବି କିଛି କାମ କରନ୍ତୁ ନା କାହିଁକି ଆମେ ଫାଷ୍ଟ କଣ କରନ୍ତି ନା ପ୍ଲାନିଂ କରନ୍ତି। ସେଥିପାଇଁ ଆମର ଅପସନ ବି ହେଇଯିବ ସଠିକ ଆନ୍ସର। ଆଉ ଏଥିରେ କିଛି ମାନେ ଭାବିବାର କିଛି ନାହିଁ, ଫାଷ୍ଟ ଆମେ ପ୍ଲାନିଂ କରନ୍ତି। ତ ଅପସନ ସରି ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି ନା ପାଠ୍ୟ ପଢିବା ପୂର୍ବରୁ ଏହାର ବିଷୟବସ୍ତୁ ବିଷୟରେ ପୂର୍ବାନୁମାନ କରିବା କାହିଁକି ଏକ ଉପଯୋଗୀ ରଣନୀତି ଅଟେ? କାହିଁକି ନା ଦେଖନ୍ତୁ ପାଠ ପଢିବା ତା ପୂର୍ବରୁ ଏକ ବିଷୟବସ୍ତୁ ବିଷୟର ପୂର୍ବାନୁମାନ କରିବା କାହିଁକି, କଣ ପାଇଁ କରିବା? କାହିଁକି ନା ଆମେ ପୂର୍ବାନୁମାନ କଲେ ଆମେ ମାନେ ପିଲାଙ୍କର ପୂର୍ବ ଜ୍ଞାନ କଣ ଅଛି ଏବଂ ସେ ପୂର୍ବ ଜ୍ଞାନତା ଯୋଉ ପୂର୍ବ ଜ୍ଞାନ ଅଛି ବା ପ୍ରିଭିୟସ ନଲେଜ ଅଛି ସେଟା ସେ ଆକ୍ଚୁଆଲି ସେ ମନେ ଅଛି କି ନାହିଁ, ବୁଝିପାରିଲେ କି ନାହିଁ, ସେଟା ଆମେ ଜାଣିବା। ଆମର ଅପସନ କଣ ଅଛି, ଏହା କଠିନ ଶବ୍ଦ ଗୁଡିକୁ ସ୍କିପ୍ କରିବା ଅନୁମତି ଦିଏ, ସ୍କିପ୍ ଆମର ହବନି, ନେଗେଟିଭ। ତାପରେ ଅଛି ଏହା ପୂର୍ବ ଜ୍ଞାନକୁ ସକ୍ରିୟ କରେ ଏବଂ ପଢିବାର ଏକ ଉଦ୍ଦେଶ୍ୟ ସ୍ଥିର କରେ। ଦେଖନ୍ତୁ ଯଦି ମାନେ ପୂର୍ବାନୁମାନ କରିବା ପିଲା ପୂର୍ବରୁ କଣ ପଢିଛି ଆମେ ଜାଣିପାରିବା ଏବଂ ସେଟା ସେ ପଚାରିବା ଦ୍ୱାରା ପିଲାର ସେ ନଲେଜ ଟା ଆଉ ଟିକେ ଷ୍ଟ୍ରଙ୍ଗ ହେଇଯିବ, ବୁଝିପାରିଲେ କି ନାହିଁ। ଏବଂ ତା ସହିତ ଆମେ ସେଇଟା ଜାଣିଲା ପରେ ଆମେ ସେଇ ଅନୁସାରେ ତାର ଲର୍ଣ୍ଣିଂ ଅବଜେକ୍ଟିଭ ସେଟ୍ କରିବା, ଯୋଉଟା କି ଆମର ଅପସନ ବି ହେଇଯିବ ସଠିକ ଆନ୍ସର। କାହିଁକି ନା ଏହା ପୂର୍ବ ଜ୍ଞାନକୁ ସକ୍ରିୟ କରେ ଏବଂ ପଢିବାର ଏକ ଉଦ୍ଦେଶ୍ୟକୁ ସେ ସ୍ଥିର କରେ। ଓକେ, ଅପସନ ବି ୱିଲ୍ ବି ରାଇଟ ଆନ୍ସର। ଏବଂ ତାପରେ ଗୋଟେ ଇଂଲିଶ ପ୍ୟାସେଜ ପଢିଥିଲା ଯୋଉଟା କି ଆମର ମାନେ କାହା ଉପରେ ଆମର ଯୋଉ ସଲ୍ଟ ଆମେ ଲୁଣ ଲବଣ ସତ୍ୟାଗ୍ରହ ହେଇଥିଲା ତା ଉପରେ ଗୋଟେ ପ୍ୟାସେଜ ପଢିଥିଲା ହେଲା। ମାନେ ପ୍ୟାସେଜ ପଢିବେ ଆନ୍ସର ଦେବେ। ତ ଫାର୍ଷ୍ଟ କ୍ୱେଶ୍ଚନ କଣ ଅଛି ତ କହିଛି କି ଆମର ହ୍ୱାଟ ସେଣ୍ଟ୍ରାଲ ଆଇଡିଆ ଡିଡ୍ ଦ ସଲ୍ଟ ମାର୍ଚ ରିପ୍ରେଜେଣ୍ଟ, ମାନେ ସେ କହିଛି କି ଆମର ଯୋଉ ସଲ୍ଟ ମାନେ ଲବଣ ସତ୍ୟାଗ୍ରହ ହେଇଥିଲା ସେଇ ଲବଣ ସତ୍ୟାଗ୍ରହର ସେଣ୍ଟ୍ରାଲ ଆଇଡିଆ କଣ ଥିଲା, କଣ ହବ? ଏଇ ତିନିଟା କଣ ପରେ ନେଗେଟିଭ ଅଛି କାହିଁକି ଆମେ ଇଂରେଜ ମାନଙ୍କୁ ସପୋର୍ଟ କରୁନଥିଲେ ବା ଟ୍ୟାକ୍ସ ଯୋଉଟା ହେଇଥିଲା ରିଫର୍ମ ଆମେ ମାନେ କରୁନଥିଲେ, ଭାଓଲେଣ୍ଟ ରିବେଲିୟନ କରୁନଥିଲେ, କାହିଁ କଣ କରୁଥିଲେ ନା ଆମେ କରୁଥିଲେ ସିମ୍ବଲିକ ଆଣ୍ଡ ମାସ ବେସ୍ଡ ସିଭିଲ ଡିସୋବିଡିଏନ୍ସ ହେଲା, ଯୋଉଟା କି ଆମର ଅପସନ ଏ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି କି ଆମର କହିଛି ସେ ପ୍ୟାସେଜ କୁ ନେଇକି କହିଛି ହ୍ୱାଟ ଲ ଡିଡ୍ ଗାନ୍ଧୀ ବ୍ରେକ୍ ବାଇ ମେକିଂ ସଲ୍ଟ, ମାନେ ଆମେ ସେ ଯୋଉ ମାନେ ଯୋଉ ଆମର ଯୋଉ ଆନ୍ଦୋଳନ ଟା କଲେ ତା ଦ୍ୱାରା ଆମର କଣ ହେଲା ନା ଆମର ଯୋଉ ସଲ୍ଟ ଲ ଟା କଣ ହେଇଗଲା, ସଲ୍ଟ ଟ୍ୟାକ୍ସ ଲ ଟା ଆମର କଣ ହେଲା ବ୍ରେକ୍ ହେଲା, ବୁଝିପାରିଲେ କି ନାହିଁ। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଆମର କଣ କହିଛି, କହିଛି କି the how many volunteers began the salt march with ଗାନ୍ଧୀ, ମାନେ ଗାନ୍ଧୀଙ୍କ ସହିତ ଆଉ କେତେ ଜଣ ସେଇ ଆନ୍ଦୋଳନରେ ବା ସେଇ ଯୋଉ ଯାଉଥିଲେ ଲବଣ ସତ୍ୟାଗ୍ରହରେ କେତେ ଜଣ ଆଉ ମାନେ ସେ ଇନଭଲ୍ଭ ଥିଲେ ବା କେତେ ଜଣ ଯୋଗ ଦେଇଥିଲେ, କେତେ ଜଣ ଦେଇଥିଲେ ନା ଆମର ସେ ପ୍ୟାସେଜରେ ଅଛି। ସଠିକ ଆନ୍ସର କେତେ ହବ ନା 78। ଓକେ, ତ ମୋର ଆଶା ଆପଣମାନେ ସବୁ କ୍ୱେଶ୍ଚନ କୁ ଠିକ ଭାବରେ ବୁଝିପାରିଥିବେ କାହିଁକି ନା ଏଇ ସିଫ୍ଟରେ ଟୋଟାଲ ମେନ୍ ଏକ୍ସାମ ରେ ଏସଏସଟି ରେ ଯୋଉ ମେନ୍ ଏକ୍ସାମ ହେଲା ସେ ମେନ୍ ଏକ୍ସାମ ରେ ଟୋଟାଲ 25ଟା କ୍ୱେଶ୍ଚନ ପଡିଥିଲା ଇଂଲିଶ ରୁ। ସେଥିରୁ ଆମର ପେଡାଗୋଜି 15 ପଡିଥିଲା, ସରି ପେଡାଗୋଜି 15 ପଡିଥିଲା ଆଉ ତା ସହିତ ଆଉ ସବୁ କଣ୍ଟେଣ୍ଟ ମିଶିକି ପଡିଥିଲା। ଓକେ, ପେଡାଗୋଜି 15 ଆଉ ମାନେ ପ୍ୟାସେଜ 3ଟା ମାର୍କ ପଡିଥିଲା ଆଉ ସବୁ କଣ୍ଟେଣ୍ଟ ହେଲା। ତ ମୋର ଆଶା ଆପଣମାନେ ସବୁ କିଛି ଠିକ ଭାବରେ ବୁଝିପାରିଥିବେ। ତ ମୋର ଆଶା ଆପଣମାନେ ଭିଡିଓକୁ ଲାଇକ୍ କରିଦେଇଥିବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିବେ ଏବଂ ତା ସହିତ ବେଲ ଆଇକନ ଉପରେ କ୍ଲିକ କରିବେ। କମେଣ୍ଟରେ ମତେ ଜଣେଇବେ ଆପଣମାନଙ୍କୁ ଭିଡିଓ କେମିତି ଲାଗିଲା। ଭିଡିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।